ବର୍ତ୍ତମାନ ନୈରାଶ୍ୟଜନକ ଏ ବଜେଟ୍‌ର ଆକାର ବଢ଼ିଛି। କିନ୍ତୁ ଗତ ବର୍ଷ ବଜେଟ୍ ଦେଖିବେ 97% ଖର୍ଚ୍ଚ ହେଇଛି। ବଜେଟ୍‌ର ଆକାର ବଢ଼ିବା ଆମ ପାଇଁ ଖୁସି ଆଣିପାରେ, କିନ୍ତୁ ଖର୍ଚ୍ଚ ମଧ୍ୟ ତା ଭଳି ସେଭଳି ହେବା ଉଚିତ। କିନ୍ତୁ ଖର୍ଚ୍ଚ କରିପାରୁନଥିବା ବର୍ତ୍ତମାନ ଆପଣ ଦେଖିବେ ଗତ ଥର ଯାହା କରିଥିଲେ 91 ମାନେ 91,000 କୋଟି ଟଙ୍କାର ଋଣ ବୋଝ ହେଇଛି। ଏ ବର୍ଷ ମଧ୍ୟ ଆପଣ 3,10,00,000 3,00,000 କୋଟି 10,00,000 ଗୋଟେ ବର୍ତ୍ତମାନ 3.10 ଲାକ୍ସର ଆଣିଛନ୍ତି। ଏଠି ମଧ୍ୟ ସେମାନେ 56,000 କୋଟି ଟଙ୍କା ମଧ୍ୟ ଋଣ କରିବା ପାଇଁ ଓପେନ୍ ମାର୍କେଟରୁ ଆଣିବା ପାଇଁ ବ୍ୟବସ୍ଥା ହେଇଛି। ଗତ ବଜେଟ୍‌ର ଖର୍ଚ୍ଚ ହେଇପାରିନାହିଁ। 22ଟା ବିଭାଗ 42% କମ୍ ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ପ୍ରବର୍ତ୍ତୀ ଯୋଜନାରେ କେନ୍ଦ୍ର ସରକାର ମଧ୍ୟ 8,000 କୋଟି ଟଙ୍କା ଓଡ଼ିଶା ସରକାରକୁ ଦେଇନାହାନ୍ତି। ତେଣୁ ଓଡ଼ିଶା ସରକାର ଯେଉଁ ଆକାର ବଢ଼ାଉଛନ୍ତି, କିନ୍ତୁ ପ୍ରକୃତରେ ଲୋକଙ୍କର ସେଇଭଳି ଆପଣ ଗ୍ରାମ ପଞ୍ଚାୟତକୁ ଆପଣ ଯାଇ ଦେଖିବେ, ସେଇଭଳି ବିକାଶ କିଛି ହେଇନାହିଁ। କେନ୍ଦ୍ର ଆଉ ଓଡ଼ିଶା ଯେଉଁ ଡବଲ ଇଞ୍ଜିନ୍ ସରକାର ବାହା ନେଉଛନ୍ତି, କିନ୍ତୁ ଆପଣ ଦେଖିବେ ଲୋକଙ୍କର ପାଇଁ କୌଣସି ବିକାଶ ହେଇନାହିଁ। ଯଦି ଆପଣ ଦେଖିବେ ଏ ଯେଉଁ ବର୍ତ୍ତମାନ ଯେଉଁ ବଜେଟ୍ ଆକାର ବଢ଼ୁଛି, କିନ୍ତୁ ଲୋକଙ୍କର ମାନେ ଓଡ଼ିଶା ଲୋକଙ୍କର ସ୍ୱାର୍ଥରେ କୌଣସି ପ୍ରକାର ବିକାଶ ଘଟିବ। ଆଉ ମୁଁ ଭାବୁଛି ଗତ ଥର ଯେଉଁ ଆପଣ ଦେଖିବେ ବଜେଟ୍‌ରେ ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି। ଇଏ ଯେଉଁ ବଜେଟ୍ ବର୍ତ୍ତମାନ ଆକାର ବଢ଼େଇଛନ୍ତି, କିନ୍ତୁ ଖର୍ଚ୍ଚ କରିପାରୁନାହାନ୍ତି। ଇଏ ବାଆପିଆ ସରକାର ଅନେକ କଥା କହୁଛନ୍ତି। ଯୋଜନା ଅନୁଯାୟୀ ଆପଣ ଦେଖିବେ ଲଙ୍ଗ୍ ଟର୍ମର ଯେଉଁ ଦୀର୍ଘମିଆଦୀ ଯୋଜନାରେ ତାଙ୍କର କୌଣସି ପ୍ରକାର ସେ ଦୃଷ୍ଟି ହେଉନାହିଁ। ଏଇଟା ମାନେ ଆପଣଙ୍କ ସ୍ୱଳ୍ପ ମିଆଦୀରେ ଖର୍ଚ୍ଚ କରିବେ, ଲୋକ ଭୁଲିଯିବେ। ନୂଆ ନିର୍ମାଣ ପାଇଁ କିଛି ବି ଅଛି କି ଅପସନ୍? ଯେମିତି ନୂଆ ବନ୍ଧ ନିର୍ମାଣ, ପୋଲ ନିର୍ମାଣ? ଆପଣ ଦେଖିବେ କଂଗ୍ରେସ ସମୟରେ ଆପଣ ଦେଖିବେ ଯେତେ ଜଳ ବିଦ୍ୟୁତ୍ କଥା କୁହନ୍ତୁ, ତାପଜ ବିଦ୍ୟୁତ୍ କଥା କୁହନ୍ତୁ, ଯାହା ହେଇଥିଲା ସେତେବେଳେ ହେଇଥିଲା। ବର୍ତ୍ତମାନ ଗୋଟେ ମଧ୍ୟ ଆପଣଙ୍କର ଦେଖିବେ ଜଳ ବିଦ୍ୟୁତ୍ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କରାଯାଇନି। ତେଣୁ ବର୍ତ୍ତମାନ ଖର୍ଚ୍ଚ ବଢ଼ାଉଛନ୍ତି। ବଜେଟ୍‌ରେ ସେଭଳି ଭାବରେ ବଜେଟ୍‌ର ଆକାର ବଢ଼ୁଛି, କିନ୍ତୁ ଖର୍ଚ୍ଚ ହେଇପାରୁନି। ଆଉ ଓଡ଼ିଶାର ବିକାଶ, ଓଡ଼ିଶାର ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଇଏ ଯେଉଁ ବଜେଟ୍‌ଟା ଆକାର ବଢ଼ାଉଛନ୍ତି, କିନ୍ତୁ ଇଏ ଡବଲ ଇଞ୍ଜିନ୍ ସରକାର ନା ରାଜ୍ୟର ଉନ୍ନତି ପାଇଁ ଚାହୁଁଛନ୍ତି। ଆପଣ ଦେଖିବେ ସ୍କୁଲ କଥା କୁହନ୍ତୁ, ସ୍ୱାସ୍ଥ୍ୟ କଥା କୁହନ୍ତୁ, ଗମନାଗମନ କଥା କୁହନ୍ତୁ। ଆଜି ଆପଣ ଇଏ ବର୍ତ୍ତମାନ 30ଟା ଜିଲ୍ଲାରେ ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡ ଚେୟାରମ୍ୟାନ୍ ହେଇପାରିନି। ଯେଉଁଠିକି ପ୍ଲାନିଂ ଟଙ୍କା ଗୁଡ଼ା ଖର୍ଚ୍ଚ ହେଇପାରୁନି, ପଡ଼ି ରହିଛି। ବର୍ତ୍ତମାନ 18 ମାସ 20 ମାସ ଉର୍ଦ୍ଧ୍ୱ ହେଲାଣି। ଆମେ କେମିତି ବିକାଶ କଥା କହିବା? ସେମାନେ ବାହା ନେଉଛନ୍ତି, କିନ୍ତୁ କୌଣସି ପ୍ରକାର ଲୋକଙ୍କର ଦୃଷ୍ଟି ଆଉ ଲୋକଙ୍କର ଇଏ ଯେଉଁ ବଜେଟ୍‌ର ଆଶା ପୂରଣ ହେଲା ପରେ କାହିଁ ଆଗକୁ ଦିଶୁନାହିଁ। ଏଇଟା ଦିଶାହୀନ ବଜେଟ୍। ବିଜେପି ବେଳେ ଯେଉଁ ବଜେଟ୍ ଥିଲା, ଏବେ ବଜେଟ୍ ଭିତରେ ଦେଖନ୍ତୁ, ବଜେଟ୍ ହେଉଛି ସାଧାରଣ ଲୋକଙ୍କର ଯେଉଁ ଆଶା ରଖନ୍ତି ସରକାର ଆସିଲା ପରେ ଆମର କିଛି ହେଇଯିବ, ଗାଁରେ କିଛି ପିଇବା ପାଣି ସୁବିଧା ହେଇଯିବ, ଗାଁ ଲୋକଙ୍କର କିଛି ରାସ୍ତାଘାଟ ହେଇଯିବ, ଲୋକଙ୍କର ବିକାଶରେ ଯେମିତିକି ଉନ୍ନତି, ଗାଁର ଉନ୍ନତି, ମାନେ ସାଧାରଣ ଲୋକଙ୍କର ଉନ୍ନତି, ଏମିତି କିଛି ପରିଲକ୍ଷିତ ହେଉନି। ଆପଣ ଇଏ ସରକାର ଆସିଲା ବେଳେ ଯେଉଁ 20 ମାସର ଉର୍ଦ୍ଧ୍ୱ ହେଲାଣି, କାହିଁ ସେଇଭଳି ଲୋକଙ୍କର ଗାଁରେ ଆପଣ ଯିବେ, ସାଧାରଣ ମାନେ ଗାଁ ସ୍ତରକୁ ଆପଣ ଯିବେ, କୌଣସି ବିକାଶ ବୋଲି ଧରାଯାଉନି। ବର୍ତ୍ତମାନ ଯେଉଁ କଣ୍ଡିସନ୍ ଅଛି, ଓଡ଼ିଶାରେ କେତେ କୋଟି ଟଙ୍କାର ବଜେଟ୍ ହେଇଥିବ? କାରଣ 310 କୋଟି ଯଦି ମାନେ ଗୋଟେ ଯେଉଁ ବଜେଟ୍‌ଟା ଉପକୃତ ହେଇପାରୁନି,
ଅଧିକ ହେଇଥିଲେ ହୁଏତ ଭଲ ହେଇଥାନ୍ତା ଗୋଟେ ଆଶା କରାଯାଉଛି। କିନ୍ତୁ କେତେ ଦେଖନ୍ତୁ ଆପଣଙ୍କର ସେଇ ଅନୁସାରେ ଉତ୍ପାଦନଟା ଆମର ଉତ୍ପାଦନ କୁହନ୍ତୁ ଆପଣ ଯଦି ଅନ୍ୟ ରାଜ୍ୟ ଅପେକ୍ଷା ଦେଖିବେ ଆପଣ ଛତିଶଗଡ଼ ଦେଖନ୍ତୁ ସେ ସବୁ କ୍ଷେତ୍ରରେ ସେ ବିକାଶ ଘଟୁଛି। ରାଜ୍ୟରେ ଆପଣ ଦେଖିବେ କଣ ଏମିତି ଗୋଟେ ବିକାଶ ଘଟିଛି ଆପଣ ଦେଖନ୍ତୁ ନା ନୂତନ ଭାବରେ ଜଳ ବିଦ୍ୟୁତ ବୋଧେ ଆଜି ପର୍ଯ୍ୟନ୍ତ କରିପାରିନାହାନ୍ତି। ବୋଧେ ଇଏ ସକାଶେ ଯେତେ ବାହାବା କଥା କହୁଛନ୍ତି ସେ ଅନୁସାରେ ଯଦି କରିଥାନ୍ତେ ତାହେଲେ ଓଡ଼ିଶାର ବିକାଶ ହେଇଥାନ୍ତା କିନ୍ତୁ ସରକାର ଆନ୍ତରିକତା ଅଭାବ ବଜେଟ୍ ଆକାର ବଢ଼ଉଛନ୍ତି ଲୋକ ଆମକୁ ମାନେ ବହୁତ ଖର୍ଚ୍ଚ କରୁଛନ୍ତି ବୋଲି କିନ୍ତୁ ସେ ଅନୁସାରେ ଖର୍ଚ୍ଚ କରିପାରୁନାହାନ୍ତି। ଛତିଶଗଡ଼ରେ ମଧ୍ୟ ଡବଲ ଇଞ୍ଜିନ୍ ସରକାର ତ ସେଠି ଉନ୍ନତି ହେଉଛି ଆମର ଏଠି ନ ହେଇପାରିବାର ନାଇଁ ନାଇଁ ବର୍ତ୍ତମାନର ତାଙ୍କର ସେଠି ମଧ୍ୟ ହଉନି। ଏଥି ପୂର୍ବରୁ ଯେମିତି ସେଠି ଉନ୍ନତି ହେଉଥିଲା ସେ ଅନୁସାରେ ବର୍ତ୍ତମାନ ସେଠି ମଧ୍ୟ ହେଉନି ଓଡ଼ିଶାରେ ବି ହେଉନି କେନ୍ଦ୍ରରେ ମଧ୍ୟ ହେଉନି। କେନ୍ଦ୍ରରେ ମଧ୍ୟ ସେଭଳି କରୁଥାଉ ନା ଯୋଜନା କାର୍ଯ୍ୟକାରୀ ହେଲା ପରି ଦେଶର ବିକାଶ ଘଟିଲା ପରି ଆପଣ ଦେଖୁଛନ୍ତି ଅନେକ ଦୁର୍ନୀତି ବଢ଼ିଛି ଏଠି ଦୁର୍ନୀତିର ଗନ୍ଧ ବଢ଼ୁଛି ବିଭିନ୍ନ ସବୁ ଆପଣ ଦେଖିବେ ଆପଣ କଟନୀ ଚଟନୀ ଯେଉଁ କଥା କହୁଥିଲେ ହେଇ ବନ୍ଦ ହେଇଯିବ ଆଜି ବି ଚାଲିଛି। ଆଜି ବି ଚାଷୀ ରାସ୍ତାରେ ପଡ଼ିରହିଛି ଆଜି ଚାଷୀ ମଣ୍ଡିରେ ନିର୍ଭର କରୁଛି ତାର ଧାନ ଉଠାଇବା ପାଇଁ ତାର ଧାନ ଆଜି ବି ଚାଷୀ ବର୍ତ୍ତମାନ ଦେଖିବେ ଡିଷ୍ଟ୍ରିକ୍ଟ ସେଲ୍ କରୁଛି ଅଭାବ ବିକ୍ରି ହେଉଛି। ରେଳର ବିକାଶ ହଉଛି ଆପଣ କହୁଛନ୍ତି ଇଞ୍ଜିନ କାମ ହଉନି। ହୁଁ। ଦେଶରେ ରେଳର ବିକାଶ ହଉଛି ଦେଶରେ ରେଳର ବିକାଶ ଆପଣ ହଉଛି ଭାବୁଛନ୍ତି ଆପଣ ଏତେ 20 ମାସରେ କ'ଣ ବିକାଶ ହେଇଛି ଭୁବନେଶ୍ୱରରେ କ'ଣ ଆପଣ ଦେଖୁଛନ୍ତି ଏଠି ବି କ'ଣ ବିକାଶ କରିଛି ଆପଣ ଦେଖିପାରୁନାହାନ୍ତି ଆପଣ ନିଜେ ଅନୁଭବ କରିବେ। ଯୋଜନା ପରେ ଯୋଜନା ବଣ୍ଟା ଚାଲିଛି ଫ୍ରି ର ଯୋଜନା ବହୁତ ଗୁଡ଼ାଏ ସ୍କିମ୍ ଚାଲିଛି କିନ୍ତୁ ସୁପ୍ରିମକୋର୍ଟ ଏବେ ମାନେ ଏଟାକୁ ଚିନ୍ତା ପ୍ରକଟ କରିଛନ୍ତି ଯେ ତାକୁ ନେଇକି କ'ଣ ଦେଖନ୍ତୁ ସୁପ୍ରିମକୋର୍ଟ ତ ଗୋଟେ କାମ ଦେଇଛନ୍ତି ଯେ ମନ ଇଚ୍ଛା ଓଡ଼ିଶାରେ ଯେଉଁ ବର୍ତ୍ତମାନ ନୂଆ ସୁଭଦ୍ରା ଯୋଜନାରେ କହୁଛନ୍ତି ଆମର ବିକାଶ ଯେଉଁଠି 27 ଟଙ୍କା ଗୋଟେ ମାଆର ପାଖରେ ପହଞ୍ଚିବ ଏମାନେ ଯେଉଁ 2 ବର୍ଷରେ 50,000 ଟଙ୍କା ଦେବା କଥା କହିଥିଲେ ଇଏ 5 ବର୍ଷକୁ ନେଇ ପ୍ରତି 6 ମାସରେ ଜଣକୁ 5,000 5,000 ଦେଇକିରି ଆପଣ ସୁଭଦ୍ରା ଯୋଜନାରେ ବିକାଶ କଥା କହିବି ତାହେଲେ ଆପଣ ଦେଖୁଛନ୍ତି ତାକୁ ଯଦି ଆମେ କହିବା ଉନ୍ନତି ଆମର ମାଆ ମାନେ ଆମର ଭଉଣୀମାନଙ୍କ ବିକାଶ ଆହୁରି ଆବଶ୍ୟକ ଦରକାର ଆହୁରି ଦ୍ରୁତ ଗତିରେ ସେମାନେ ବିକାଶ ହେବା ଦରକାର କିନ୍ତୁ ଏ ଯେଉଁ ସ୍କିମ୍ ଫ୍ରି ସ୍କିମ୍କୁ ନେଇକି କ'ଣ କହିବେ? ନାଇଁ ଫ୍ରି ସ୍କିମ୍ଟାକୁ ଦେଖନ୍ତୁ ବର୍ତ୍ତମାନ ତ ଆମେ କହିବା ଫ୍ରି ସ୍କିମ୍ଟା ତ ବନ୍ଦ ହେବା ଦରକାର ବର୍ତ୍ତମାନ ବିକାଶରୁ ଆଗକୁ ଯିବାକୁ ହେଲେ ଅନେକ କାର୍ଯ୍ୟ କରିବାକୁ କିନ୍ତୁ ଯେଉଁଠି ଗରିବ ଲୋକ ଅଛନ୍ତି ସେଠି ବି ଆବଶ୍ୟକ ଅଛି ଯେଉଁଠି ଆପଣଙ୍କର ITDA ମାନଙ୍କର ଅଛନ୍ତି ଯେଉଁଠି ଆପଣଙ୍କର ଫିଫ୍ଥ ସିଡ୍ୟୁଲ୍ ଅଞ୍ଚଳରେ ଅଛନ୍ତି ନିହାତି ଗରିବ ଲୋକ ଅଛନ୍ତି ତାଙ୍କୁ ଯଦି ରିହାତି ଯଦି ନ ଦେବ ତେବେ ଆଗେ ଉଠି ପାରିବେନି। ସୁପ୍ରିମକୋର୍ଟ କହିଛନ୍ତି ଯେ କର୍ମ ଯୋଗାଅ କାମ ଦିଅ ନାଇଁ ଓଡ଼ିଶା ରାଜ୍ୟ ସେ ଅନୁସାରେ କଲେ କି ଆପଣ ଦେଖିବେ ବୋଲେ ଆପଣ ସବୁଠାରୁ MGNRGS ଆକ୍ଟ ଥିଲା ତାକୁ ବନ୍ଦ କରି ଜି ରାମଜି କରିଥିଲେ ସେଠି ସାମ୍ବିଧାନିକ ବ୍ୟବସ୍ଥା ଥିଲା ବର୍ତ୍ତମାନ ଏବେ ତାଙ୍କୁ ଗୋଟେ ଛୋଟିଆ ସ୍କିମ୍ କରିଦେଲେ ସେଟା ଆଇନ ଥିଲା କିନ୍ତୁ ବର୍ତ୍ତମାନ ଏଭଳି ଭାବରେ ସବୁ କରୁଛନ୍ତି ଯେଉଁଟାକି ଲୋକଙ୍କର ବିକାଶରେ ପ୍ରତିବନ୍ଧକ ହେଉଛି ବିକାଶ ଧାରାକୁ ଆଗେଇ ଯାଉନାହିଁ। ଆପଣ ସନ୍ତୁଷ୍ଟ ରୁହନ୍ତି ବଜେଟରେ ବିଲକୁଲ ଏ ବଜେଟଟା କୌଣସି ଦୃଷ୍ଟିରୁ ଲୋକଙ୍କ ପାଇଁ ଆଉ ଲୋକଙ୍କ ପାଇଁ ଗୋଟେ ସାଧାରଣ ଲୋକଙ୍କର ଯଦି କାର୍ଯ୍ୟରେ ଆସିପାରିଲା ନାହିଁ ସଂଖ୍ୟା ବୃଦ୍ଧି ହେଉଛି ବଜେଟରେ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରାଯାଉଛି କିନ୍ତୁ ବାସ୍ତବିକ ଯଦି ଦେଖାଯାଉଛି ଜମିନ ସ୍ତରରେ ଯଦି ଦେଖିବେ ସେଠି ବର୍ତ୍ତମାନ ସରକାରର ମାନେ କାମ କରିବା ତାରିକା ସବୁଠାରୁ ନିମ୍ନମାନର ରହୁଛି ଯେଉଁଟାକି ସରକାର ଗୋଟେ ବଳିଷ୍ଠ ମାନେ କାର୍ଯ୍ୟକଳାପ ପରି ଦିଶୁନାହିଁ ସେଟା ନିମ୍ନମାନର କାର୍ଯ୍ୟ ହେଉଛି ଯାହା ସାଧାରଣ ଭାବରେ ହେଉଛି ସେଟା ଲୋକଙ୍କ ପାଇଁ ଆବଶ୍ୟକତା ଯେଉଁଟା ଅଛି ତାହା କାର୍ଯ୍ୟକାରୀ କରୁନାହାନ୍ତି ସେଟା ପାଇଁ ଇଏ ବଜେଟରେ ସନ୍ତୋଷ ଜଣାଯାଉନି କାରଣ ଆଗକୁ ସର୍ବାନ୍ତକରରେ ଇଏ ବଜେଟଟା ଲୋକ ବଜେଟ ନୁହେଁ।